ସାମ୍ବାଦିକ ସମ୍ମିଳନୀ ଡାକିବାର କାରଣ ହେଉଛି ମୋ ନାଁ ହେଉଛି ନାରାୟଣ ବେହେରା, ପିତା ଗଙ୍ଗାଧର ବେହେରା, ଭିଲେଜ ଚନ୍ଦନପୁର। କିନ୍ତୁ ମୋତେ ଚାନ୍ଦବାଲି ପୋଲିସ 2021 ମସିହାରେ ଓରଫ ହିମାଂଶୁ ବେହେରା ନାମରେ କୋର୍ଟ ଫରୱାର୍ଡ଼ କରିଦେଇଥିଲେ। ତେଣୁ ସେ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଁ ଦାବି କରୁଛି। ଆଉ ମୋତେ ନ୍ୟାୟ ମଧ୍ୟ ମିଳିବା ଦରକାର। ମୁଁ ଏ ବିଷୟରେ ମୁଁ SP, କଲେକ୍ଟର, RDC, ହ୍ୟୁମାନ୍ ରାଇଟ୍ସ ସମସ୍ତଙ୍କୁ ଜଣାଉଛି, ନବୀନ ବାବୁଙ୍କୁ ମଧ୍ୟ ଜଣାଇଥିଲି। କିନ୍ତୁ ଦେଖିଲା ବେଳକୁ ମୋ ବିଷୟରେ କେହି ମୁଣ୍ଡ ଖେଳାଉନାହାନ୍ତି, ଯାହାଫଳରେ କି ମୁଁ ପରିବାରର ଏଇ ଯେଉଁ ପୁଲିସର ଯେଉଁ ମିଡ଼ିଆର ଦେଇକି ଯେଉଁ ଘୃଣ୍ୟ କାର୍ଯ୍ୟକ୍ରମ କରିଛି, ଯାହାଫଳରେ କି ମୁଁ ପଡ଼ାପଡ଼ୋଶୀଙ୍କର ଟାହି ଟାପରାରୁ ବଞ୍ଚିତ ହୋଇପାରୁନି। କେତେବେଳେ ମୋ ସ୍ତ୍ରୀ, କେତେବେଳେ ମୋ ପୁଅ ଆତ୍ମହତ୍ୟା କରିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ଦାୟୀ କିଏ? ତେଣୁ ମୋତେ ନ୍ୟାୟ ମିଳୁ ବୋଲି ମୁଁ ମିଡ଼ିଆ ଭାଇମାନଙ୍କ ଆଗରେ ଜଣାଉଛି। ତେଣୁ ମୋତେ ନ୍ୟାୟ ଦିଆଯାଉ। ଆଉ କ'ଣ କେମିତି ମୁଁ ସମାଜରେ ବଞ୍ଚିବି ସେ କଥା ସରକାର ଦୃଷ୍ଟିଗୋଚର ହେବା ପାଇଁ ମୁଁ ଦାବି କରୁଛି।